ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର ହସ୍ତରେଖା ବିଷୟରେ। ହସ୍ତରେଖାରେ କୋଉ ରେଖା କ'ଣ ପାଇଁ କୋଉ ରେଖା କେମିତି ଅଛି ଓ କ'ଣ ପାଇଁ କୋଉଟା ଭଲ କୋଉଟା ଖରାପ, ଏଇ ଭିଡ଼ିଓଟି ପୁରୁଣା ହସ୍ତରେଖା ଜ୍ଞାନ ଉପରେ ଆଧାରିତ ହୋଇଅଛି। ଏହା କେବଳ ଶିକ୍ଷା ଓ ସାଧାରଣ ଆଲୋଚନା ପାଇଁ। ଚାଲନ୍ତୁ ଜାଣିବା ସେ ବିଷୟରେ ସବୁ। ହାର୍ଟ ଲାଇନ୍ ଯଦି ଉପରକୁ ଉଠିଥାଏ, ଏମିତି ଥିବା ଲୋକଙ୍କର ସକାରାତ୍ମକ ଶକ୍ତି, ଆଶାବାଦୀ ମନ, ସବୁବେଳେ ସଫା, ସହଜରେ ସେମାନେ ଭାଙ୍ଗି ପଡ଼ନ୍ତି ନାହିଁ। ଏହି ରେଖା ଯାହାଙ୍କର ଉପର ପଟକୁ ଥାଏ ସେମାନଙ୍କ ପାଇଁ। ହାର୍ଟ ଲାଇନ୍ ତଳକୁ ଯଦି ଝୁଲି ପଡ଼ିଲା ଭଳି ହୋଇଥିବ, ତେବେ ଜାଣିବେ ତାଙ୍କ ମନ ଭିତରେ ସବୁବେଳେ ଦୁଃଖ ଭରି ରଖିଥାନ୍ତି। ମୁହଁରେ କେବେ ବି କହନ୍ତି ନାହିଁ, ସବୁ କଥା ମନରେ ହିଁ ରଖିଥାନ୍ତି। କେବେ ବି ପ୍ରକାଶ କରନ୍ତିନି ନା ଖୋଲି କାହାରି ଆଗରେ ସେୟାର କରନ୍ତି ନାହିଁ। ଓ ଏକା ଏକା ରହିବାକୁ ସେମାନଙ୍କୁ ବହୁତ ଭଲ ଲାଗିଥାଏ। ଯଦି ଏଭଳି କାହାରି ରେଖା ଥାଏ, ଯଦି ଆପଣ ଦେଖୁଥିବେ କି ଶୁଣୁଥିବେ, ଯଦି ସତ କଥା ତାହେଲେ କମେଣ୍ଟରେ କହିବେ। ହାର୍ଟ ଲାଇନ୍ର ଦୁଇ ଶାଖା ହେଲେ ଏହାକୁ କୁହାଯାଏ ବାଲାନ୍ସ ଲାଇନ୍। ଏମିତି ଲୋକଙ୍କର ମନ ଆଉ ଭାବନା ସମତୁଳିତ ହୋଇ ରହିଥାଏ। ପ୍ରେମରେ ଅନ୍ଧ ହୋଇନଥାନ୍ତି ଓ ଭାବିଚିନ୍ତି ସବୁ କାମ ସେମାନେ କରିଥାନ୍ତି। ତାହେଲେ ଏଭଳି ବି କାହାରି ଯଦି ହାତରେ ଥାଏ, ତାହେଲେ ସେମାନେ କୁହନ୍ତୁ ସତ କି ମିଛ। ହାର୍ଟ ଲାଇନ୍ ଛୋଟ ଛୋଟ ରେଖା କଟାକଟି ଭାବରେ ଯଦି ରହିଥାଏ, ତାହେଲେ ଜାଣିବେ ସେ ଲୋକ ଇମୋସନାଲ ଷ୍ଟ୍ରେସରେ ଅଛନ୍ତି। ଅତୀତର ବହୁତ ଦୁଃଖ ତାଙ୍କର ଏବେ ବି ଅଛି। ଅଧିକ ଭାବନ୍ତି, ଓଭରଥିଙ୍କର୍ସରେ ଶୀଘ୍ର ହର୍ଟ ହେଇଯାଆନ୍ତି। ହେଡ୍ ଲାଇନ୍ ଦେଖାଯାଏ ଯେତେବେଳେ ଦେଖିବା ଆପଣ ପ୍ରାକ୍ଟିକାଲ ଭାବରେ ଇମୋସନାଲ, ଶିକ୍ଷା ପ୍ରତି ବହୁତ ରୁଚି ଥାଏ, ବିଜନେସ୍ ମାଇଣ୍ଡ ଏବଂ ଜବ୍ ମାଇଣ୍ଡ ମଧ୍ୟ, ଇମାଜିନେସନ୍ ପାୱାର ବହୁତ ଥାଏ। ହେଡ୍ ଲାଇନ୍ ଯଦି ସିଧା ଥାଏ, ତାହେଲେ ଜାଣିବେ ପ୍ରାକ୍ଟିକାଲ ଥିଙ୍କିଂ ସେମାନଙ୍କର ଥାଏ, ଲଜିକ୍ ଉପରେ ବେଶୀ ଭରସା କରିଥାନ୍ତି, ନିଷ୍ପତ୍ତି ବହୁତ ମଜବୁତ ଭାବରେ ସେମାନେ ନିଅନ୍ତି, ମ୍ୟାନେଜମେଣ୍ଟ ସ୍କିଲ୍ ସେମାନଙ୍କର ବହୁତ ଭଲ ରହିଥାଏ। ହେଡ୍ ଲାଇନ୍ ଯଦି ଟିକେ ଫଙ୍କା ହେଇଥାଏ, ସେ କ୍ରିଏଟିଭିଟି ମାଇଣ୍ଡର ଲୋକ, ଆର୍ଟିଷ୍ଟ, ସିଙ୍ଗର, ରାଇଟର, ଇମାଜିନେସନ୍ ବେଶୀ ସେମାନଙ୍କର ଥାଏ, ଭାବନା ବହୁତ ଗଭୀର ଥାଏ। ଏଇଭଳି ରେଖା ଯେଉଁମାନଙ୍କର ହାତରେ ଥାଏ, ଯଦି ଆପଣ ଏ ଭିଡ଼ିଓଟି ଦେଖୁଛନ୍ତି, ଦେଖନ୍ତୁ ଆପଣଙ୍କ ହାତକୁ ଯଦି ଏସବୁ ଥାଏ, ଯଦି ସତ କଥା ତାହେଲେ ଏସ୍ ମାରିବେ, ଯଦି ମିଛ କଥା ନ ଲେଖିବେ। ହେଡ୍ ଲାଇନ୍ ଯଦି ଲମ୍ବା ଥାଏ, ସେ ବହୁତ ଗଭୀର ଚିନ୍ତାଶୀଳ, ବହୁତ ଦୂରଦୃଷ୍ଟିର ଲୋକ, ସେ ଧୈର୍ଯ୍ୟଶୀଳ ବହୁତ ଏବଂ ଧୀରେ ଧୀରେ ତାଙ୍କର ସଫଳ ହୋଇଥାଏ ସବୁ କାର୍ଯ୍ୟ। ହାର୍ଟ ଲାଇନ୍ ଯଦି ଷ୍ଟ୍ରଙ୍ଗ, ହେଡ୍ ଲାଇନ୍ ଯଦି ଷ୍ଟ୍ରଙ୍ଗ, ତେବେ ସେ ଲୋକ ଲିଡର ଟାଇପ୍ର ଲୋକ ହେଇଥିବେ, ରେସ୍ପନ୍ସିବିଲିଟି ସେମାନେ ନେଇପାରନ୍ତି ଏବଂ ଲାଇଫ୍ରେ ଷ୍ଟ୍ରଗଲ୍ ସେମାନଙ୍କର ବହୁତ ଥାଏ, କିନ୍ତୁ ଶେଷ ବେଳକୁ ସେମାନେ ବହୁତ ସକ୍ସେସଫୁଲ୍ ହୋଇଥାନ୍ତି ସବୁ କାର୍ଯ୍ୟରେ। ହାତ ରେଖା ଜନ୍ମ ସମୟରେ ମିଳେ, କିନ୍ତୁ କର୍ମ, ଚିନ୍ତା, ପରିଶ୍ରମ ଏସବୁକୁ ହାତ ରେଖା ମଧ୍ୟ ଧୀରେ ଧୀରେ ବଦଳାଇ ଦେଇଥାଏ। ତେଣୁ ହାତ ରେଖାକୁ ଆମେ ନେଇକି ଆମର ପୁରା ଜୀବନ ସାରା ଯେ ହାତ ରେଖା ଅନୁସାରେ ଆମେ ଚାଲିବା, ସେମିତି ବି ନୁହେଁ। ଛୋଟ ଆଙ୍ଗୁଠିରୁ ତଳକୁ ଯେଉଁ ଲାଇନ୍ଟା ଯାଇଥାଏ, ସମସ୍ତଙ୍କ ହାତରେ ସେ ଲାଇନ୍ ନଥାଏ। ସେ ବହୁତ ସଫାସୁତୁରା ଏବଂ ଡାଇଜେଷ୍ଟିଭ
ସିଷ୍ଟମ୍ ସେମାନଙ୍କର ଭଲ ରହିଥାଏ। ଡିସିପ୍ଲିନ୍ ସେମାନେ ବହୁତ ମାନନ୍ତି, ରୁଟିନ୍ ଅନୁସାରେ କାର୍ଯ୍ୟ କରିଥାନ୍ତି। ଷ୍ଟ୍ରେସ୍ ବହୁତ ଥାଏ, ଅନିୟମିତ ଜୀବନଶୈଳୀ ସେମାନଙ୍କର ରହିଥାଏ। ହାତର ପାଖ ଦିଗରେ ଯଦି ଛୋଟ ରେଖା ଥାଏ, ଯାତ୍ରା ବିଦେଶୀ ଯୋଗ ସେମାନଙ୍କର ବହୁତ ଥାଏ, ଗଭୀର ବହୁତ ଦୂର ଯାତ୍ରା, ବହୁତ ଦିନ ପାଇଁ ଯାତ୍ରା ସେମାନେ କରନ୍ତି। ଆଉ ହାଲୁକା ଥିଲେ କମ୍ ଦିନ ପାଇଁ ଯାତ୍ରା କରନ୍ତି। ଯଦି ରେଖାଟା ବହୁତ ଗହୀର ହୋଇକି ଥାଏ ତାହେଲେ ଲଙ୍ଗ୍ ଜର୍ଣ୍ଣି ସେମାନଙ୍କର ବିଦେଶ ଯାତ୍ରା ବହୁତ ଅଧିକ ଦିନ ପାଇଁ ଥାଏ। ରିଙ୍ଗ୍ ଆଙ୍ଗୁଠି ତଳେ ଯେଉଁ ଲାଇନ୍ ଥାଏ, ଏହା ଫେମ୍ ନେମ୍ ରେସ୍ପେକ୍ଟକୁ କହେ। ଏହାକୁ ସନ୍ରାଇଜ୍ ଯଦି ଥାଏ ଟ୍ୟାଲେଣ୍ଟ ସେ ଲୋକ ହେଇଥିବେ, ସେମାନେ ଆର୍ଟ, ମିଡ଼ିଆ, ୟୁଟ୍ୟୁବ୍, ସିଙ୍ଗିଂରେ ଭଲରେ ସେମାନେ ଫେମ୍ କମେଇଥାନ୍ତି। ଫେଟ୍ ଲାଇନ୍ ଭାଗ୍ୟରେଖା, ହାତର ମଝିରୁ ଉପରକୁ ଯାଉଥିବା ସିଧା ରେଖାକୁ ଭାଗ୍ୟରେଖା ବୋଲି କୁହାଯାଏ। ଏହା କ୍ୟାରିୟର୍ ଓ ଷ୍ଟ୍ରଗଲ୍ କହିଥାଏ। ଫେଟ୍ ଲାଇନ୍ ପୁରା ସଫା ଯଦି ଦେଖାଯାଇଥାଏ, ନିଜ ପରିଶ୍ରମର ସଫଳତା ଓ ଧୀରେ ଧୀରେ ଉନ୍ନତି ହୋଇଥାଏ। ଫେଟ୍ ଲାଇନ୍ ଯଦି ନଥାଏ ତାହେଲେ ସେଲ୍ଫ ମେଡ୍ ଲାଇଫ୍, ନିଜ ଇଚ୍ଛାର ରାସ୍ତା ବଦଳ କରିଥାନ୍ତି ଏବଂ ଫିକ୍ସ ଜବ୍ ସେମାନଙ୍କୁ ଲାଇଫ୍ରେ କେବେ ମିଳିନଥାଏ। ଲାଇଫ୍ ଲାଇନ୍ ଜୀବନ ରେଖା, ଏହା ଆଙ୍ଗୁଠିର ପାଖକୁ ଘୂରିକି ହାତର ତଳ ଭାଗ ପର୍ଯ୍ୟନ୍ତ ଯେଉଁ ଲମ୍ବା ଲାଇନ୍ଟା ରହିଥାଏ, କାହାର ପୁରା ରହିଥାଏ, କାହାର ଛୋଟ ବି ରହିଥାଏ। ଏହା ଆୟୁ ନୁହେଁ ବରଂ ଜୀବନର ଶକ୍ତି ରେଖା ବୋଲି କୁହାଯାଏ। କେତେକ ଭାବନ୍ତି ଯେ ଜୀବନ ମାନେ ଆୟୁ ରେଖା ବୋଲିକି, କିନ୍ତୁ ଏହା ଜୀବନର ଶକ୍ତି ରେଖା ବୋଲି କୁହାଯାଏ। ଲାଇଫ୍ ଲାଇନ୍ ସଫା ଓ ଯଦି ଗଭୀର ଥାଏ ତାହେଲେ ଶକ୍ତିଶାଳୀ ଶରୀର, ଧୈର୍ଯ୍ୟ ବେଶୀ ରହିଥାଏ ସେ ଲୋକଙ୍କ ମଧ୍ୟରେ। ଜୀବନରେ ଷ୍ଟ୍ରଗଲ୍ ଥିଲେ ମଧ୍ୟ ସେମାନେ କେବେ ବି ହାରନ୍ତି ନାହିଁ। ଲାଇଫ୍ ଲାଇନ୍ ଯଦି କଟି କଟି ରହିଥାଏ ଭାଙ୍ଗି ଭାଙ୍ଗି, ତାହେଲେ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ ସେମାନଙ୍କର ଆସିଥାଏ ଏବଂ ଗୋଟିଏ ଜାଗାରେ ସେମାନେ ସ୍ଥିର ହେଇକି ରହନ୍ତି ନାହିଁ, ବହୁତ ଥର ଜାଗା ବଦଳାନ୍ତି ଏବଂ ସେମାନଙ୍କର କ୍ୟାରିୟର୍ ମଧ୍ୟ ବହୁତ ଚେଞ୍ଜ ହୋଇଥାଏ। ନମସ୍କାର, ଜୟ ଜଗନ୍ନାଥ। ଏଇ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ସବସ୍କ୍ରାଇବ୍ ସହିତ ଲାଇକ୍ ସେୟାର କରିବେ। ଆମର କର୍ମ ହିଁ ଆମର ସବୁ କିଛି। କର୍ମ କର, ରେଖା ସେଟା ତ ଭାଗ୍ୟର କଥା, ହାତ ରେଖା, କର୍ମ କରିଚାଲ। ଜୟ ଜଗନ୍ନାଥ।